ईश्वर को पवित्र नाम रे अपमान को समस्त को नमस्कार। ईश्वर अपमान को समस्त को आशीर्वाद करंतु। मु अपमान को निमंते शांति, आनंद, प्रॉस्पेरिटी, आशीर्वाद मु जीशु को नाम रे घोषणा करूची। कहीं ना जीशु को नाम रे अद्भुत कार्य हुए, मिराकल कार्य हुए। जीशु को नाम रे मु आपमान पई शांति घोषणा करूची। कहीं जीशु को नाम रे मु जेतबेले कहिची मु देखिची आश्चर्य कर्म हेबाटा, अद्भुत काम हेबाटा। जीशु को नाम रे से शक्ति अच्छी। से जीशु को नाम रे आपन परिवार पई, आपनकर बिजनेस पई, आपनकर चाकरी पई, आपनकर पिलामान पई, आपन पई मु जीशु को नाम रे आशीर्वाद घोषणा करूची। ईश्वर आपन को जीशु को नाम रे आशीर्वाद करंतु। आमेन। प्रिय प्रभु को संतान माने आज शीर्षक होची तुम्भ मानकर शांति हो, तुम्भ मानकर शांति हो। प्रिय प्रभु को संतान माने जहन तार 20 पर्वर 19 पदरे आउ प्रभु जीशु आ कहिछंती तुम मानकर शांति हो बोले। मु आसंतु आम माने पढ़िबा ए समय आउ जहन चैप्टर तार 20 पर्वर 19 पद। ସେହି ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ, ତୁମ୍ଭମାନଙ୍କର ଶାନ୍ତି ହେଉ। ପ୍ରିୟ ପ୍ରଭୁଙ୍କ ସନ୍ତାନମାନେ, ପ୍ରଭୁଙ୍କ ବାକ୍ୟ କୁହେ ସେହି ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନର ସନ୍ଧ୍ୟା ସମୟରେ, ପ୍ରଥମ ଦିନର ସନ୍ଧ୍ୟା ସମୟରେ। ପ୍ରିୟ ଶ୍ରୋତା ମାନେ, ଆମେ ଜାଣୁ ଯଦି ଆମ ପାଖରେ ସମସ୍ୟା ଅଛି ତାହେଲେ ଯେତେବେଳେ ସନ୍ଧ୍ୟା ହେଇଯିବ ସେ ସମସ୍ୟାଟା ଲାଗିବ ଯେପରି ଆହୁରି 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 ବଢ଼ିଲା ପରି। ଯଦି କେହି ରୋଗାଗ୍ରସ୍ତ ଥାଏ, ଯଦି ସନ୍ଧ୍ୟା ହେଇ ଆସୁଛି ଓ ସେ ରୋଗଟା ଆହୁରି 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 ବଢ଼ିଗଲା ପରି ହୁଏ। ପ୍ରିୟ ଶ୍ରୋତା ମାନେ, ଏ ସମସ୍ତ ବିଷୟର ଅନୁଭବ ଅନୁଭୂତି ଆପଣମାନଙ୍କ ନିକଟରେ ରହିଅଛି। କିନ୍ତୁ ଏଠି ଏପରି ହେଇଅଛି ଆଉ ଶିଷ୍ୟମାନେ ଆଉ ସେ ସପ୍ତାହର ପ୍ରଥମ ଦିନରେ ଆଉ ସେ ସନ୍ଧ୍ୟା ସମୟରେ ଆଉ କ'ଣ ଅଛନ୍ତି, ଯିହୁଦୀ ମାନଙ୍କ ଭୟରେ ସେମାନେ କବାଟ ସବୁ ଝରକା ସବୁ ବନ୍ଦ କରିକି ରହିଛନ୍ତି। ଯିହୁଦୀ ମାନଙ୍କ ଭୟରେ ବନ୍ଦ କରି ରହିଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ଶ୍ରୋତାମାନେ, ସେହି ଦିନର ଅବସ୍ଥା ଆଜିର ଅବସ୍ଥା ଏକ ସମାନ ପରି ଅଟେ। ସେଦିନ ମଧ୍ୟ ଭୟ ସବୁ ଜାଗାରେ ଥିଲା ତାଙ୍କ ଶିଷ୍ୟମାନଙ୍କ ପାଇଁ। ଏବେ ବର୍ତ୍ତମାନ ସମୟରେ ମଧ୍ୟ ଆପଣମାନେ ଦେଖୁଥିବେ ସବୁଆଡ଼େ ଭୟ ଅଛି, ସବୁଆଡ଼େ ଆତଙ୍କ ଅଛି। ଦେଖିଲେ ଯଦି ଦୁନିଆକୁ ଯଦି ଆଖି ଖୋଲିକି ଦେଖିବା ତାହେଲେ ଯୁଦ୍ଧର ବିଷୟ ଦେଖୁଛୁ, ଆମମାନେ ଜନରୋଗ ବିଷୟ ଶୁଣୁଅଛୁ, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷର ବିଷୟ ଶୁଣୁଅଛୁ, ସ୍ଥାନେ ସ୍ଥାନେ ମହାମାରୀ ବିଷୟ ଶୁଣୁଅଛୁ, ସ୍ଥାନେ ସ୍ଥାନେ ଭୂମିକମ୍ପର ବିଷୟ ଦେଖୁଅଛୁ, ଆଉ ଦେଶ ବିପକ୍ଷ ଦେଶ ବିଷୟ ଯୁଦ୍ଧ ହେବାର ବିଷୟ ଦେଖୁଅଛୁ, ଆଉ ସ୍ଥାନେ ସ୍ଥାନେ ଆଉ ହାଙ୍ଗାମା ହେବାଟା ଦେଖୁଅଛୁ। ଦେଶ ଗୁଡ଼ିକରେ ବିଭିନ୍ନ ପ୍ରକାର ଭୟଙ୍କର ପରିସ୍ଥିତି ସବୁ ସୃଷ୍ଟି ହେଇ ଚାଲିଛି। କୌଣସି ଦେଶରେ ଶାନ୍ତି ନାହିଁ, କୌଣସି ଜାଗାରେ ଶାନ୍ତି ନାହିଁ। ସମସ୍ତଙ୍କ ପାଖରେ ଭୟ ରହିଛି, ଚାରିପଟେ ଭୟ ଘେରି ରହିଛି। ପ୍ରିୟ ଶ୍ରୋତା ମାନେ, ଏପରି ପରିସ୍ଥିତି ଶିଷ୍ୟମାନଙ୍କର ସେଦିନ ଥିଲା। ଆଉ ଶିଷ୍ୟମାନେ ଭୟଭୀତ ଅବସ୍ଥାରେ ସେମାନେ ରହିଥିଲେ। ଆଉ ଯିହୁଦୀମାନଙ୍କ ଭୟରେ ସେମାନେ କବାଟ ଝରକା ବନ୍ଦ କରି ରହିଥିଲେ। ଆଉ ଏ ପ୍ରକାର ଅବସ୍ଥାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସି ସେମାନଙ୍କ ମଧ୍ୟକୁ ଓହ୍ଲେଇ ଆସିଲେ। ଆଉ ସେମାନଙ୍କ ମଧ୍ୟ ସ୍ଥାନକୁ ଆସି କହୁଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହେଉ ବୋଲି, ତୁମମାନଙ୍କର ଶାନ୍ତି ହେଉ ବୋଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ସମସ୍ୟା ଆମ ପାଖରେ ଥାଏ, କଷ୍ଟ ଆମ ପାଖରେ ଥାଏ, ରୋଗ ଆମ ପାଖରେ ଥାଏ, ଗୋଟିଏ ବିଷୟ ଚାଲି ଯାଇଥାଏ, ଶାନ୍ତି ଆମଠାରୁ ଦୂରକୁ ଚାଲି ଯାଇଥାଏ। ଆମ ପାଖରେ ଶାନ୍ତି ନଥାଏ, ଆମ ପାଖରେ ଭୟ ଥାଏ, ଆମ ପାଖରେ ଶାନ୍ତି ନଥାଏ, ଆମ ପାଖରେ ଆନନ୍ଦ ନଥାଏ। ଆମମାନେ ବିବ୍ରତ ହେଇଥାଉ, ଆମେ ଚିନ୍ତାଗ୍ରସ୍ତ ହେଇକି ଥାଉ। ଆଉ ସେହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଗୋଟିଏ ମାତ୍ର ମାର୍ଗ। ଯଦି ଆପଣଙ୍କ ସମସ୍ୟାର ସମାଧାନ ପାଇଁ, ଆପଣଙ୍କ
ଜୀବନ ଯଦି ଶାନ୍ତି ଦେଇପାରନ୍ତି ଏ ଅଶାନ୍ତି ଜଗତରେ, ତାହେଲେ ଜଣେ ହିଁ ବ୍ୟକ୍ତି ଦେଇପାରନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆପଣ କି ଏ ପ୍ରକାର ଭୟଙ୍କର ପରିସ୍ଥିତି ମଧ୍ୟରେ ଯାତ୍ରା କରୁଛନ୍ତି, ଦୁଃଖରେ ଯାତ୍ରା କରୁଛନ୍ତି, ଟେନସନରେ ଯାତ୍ରା କରୁଛନ୍ତି, ଭୟଭୀତ ଅବସ୍ଥାରେ ଅଛନ୍ତି, ଆତଙ୍କିତ ଅବସ୍ଥାରେ ଅଛନ୍ତି, କ'ଣ ହେବ, କ'ଣ ଘଟିବାକୁ ଯାଉଛି ଆପଣଙ୍କ ଜୀବନରେ ବୁଝିପାରୁନାହାନ୍ତି, ଆପଣ କି ବିବ୍ରତ ଅବସ୍ଥାରେ ଅଛନ୍ତି, ଆଉ ଗୋଟିଏ ଉପାୟ ଆପଣଙ୍କ ପାଇଁ ରହିଛି। ତାହା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ଅବସ୍ଥାକୁ ସ୍ୱାଗତ କରନ୍ତୁ। ଏଇଠି ଶିଷ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱାଗତ କରିନଥିଲେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କର ଅବସ୍ଥାକୁ ଜାଣିଥିଲେ। ସେମାନେ କବାଟ ଝରକା ବନ୍ଦ କରି ଅଛନ୍ତି ବାହ୍ୟ ଜଗତକୁ ଭୟଭୀତ ହୋଇ। ଆଉ ଆଜିର ସମୟରେ ମଧ୍ୟ ଅନେକ ବାହ୍ୟ ଜଗତକୁ ଆଉ ଦେଖିକି ଅନେକ ଭୟଭୀତ ଅଛନ୍ତି। ସେମାନଙ୍କ ପାଖରେ ଶାନ୍ତି ନାହିଁ, ଭୟ ହିଁ ଭୟ ଅଛି। ତ ଗୋଟିଏ ବିଷୟ ପ୍ରିୟ ଶ୍ରୋତା, ଆପଣ ପାଇଁ ଗୁଡ୍ ନ୍ୟୁଜ୍ ଅଛି, ଆଉ ତାହା ହେଉଛି ପ୍ରଭୁ ଯୀଶୁ ଆପଣଙ୍କର ସମସ୍ୟାକୁ ଛାଡ଼ନ୍ତି। ଯଦି ଆପଣଙ୍କ ସମସ୍ୟା ମଧ୍ୟକୁ ପ୍ରଭୁ ଯୀଶୁଙ୍କୁ ଯଦି ଆପଣ ସ୍ୱାଗତ କରିବେ, ଆଉ ଯଦି କହିବେ ହେ ପ୍ରଭୁ ଯୀଶୁ ମୋତେ ଦୟାକର, ଏ ଅବସ୍ଥାରେ ଏ ପରିସ୍ଥିତି ମଧ୍ୟରେ ତୁମେ ମୋ ପାଖକୁ ଆସ, ମୋତେ ତୁମେ ଆଉ ଦୟାକର, ମୋ ପ୍ରତି ଅନୁଗ୍ରହ କର, ଏ ମୋର ଅବସ୍ଥାକୁ ପରିବର୍ତ୍ତନ କରିଦିଅ ବୋଲି ଯଦି ଆପଣ ପ୍ରାର୍ଥନା କରିବେ, ସେ ଆପଣଙ୍କ ପ୍ରାର୍ଥନାକୁ ଶୁଣିବେ, କାରଣ ସେ ଆପଣଙ୍କୁ ପ୍ରେମ କରନ୍ତି। ଏ ଯାହା ଲେଖା ହେଇଛି, ସେ ଶିଷ୍ୟମାନଙ୍କୁ ପ୍ରେମ କରୁଥିଲେ, ଆଉ ସେଥିପାଇଁ ସେ ଗଲେ। ଆମେ ଯାହାକୁ ପ୍ରେମ କରୁ, ଆମେ ତାହାଙ୍କ ଦୁଃଖର ସମୟରେ ତାହାଙ୍କ ସାଥୀ ହେଇଯାଇଥାଉ, ତାଙ୍କ ପାଖକୁ ଯାଇଥାଉ, ଆମେ ତାଙ୍କୁ ଶାନ୍ତି ଆଉ ସାନ୍ତ୍ୱନା ଦେଇଥାଉ, ଆମେ ତାଙ୍କୁ କହିଥାଉ ଆମେ ଅଛୁ ନା ତୋ ସହିତ ବୋଲି। ତ ପ୍ରଭୁ ଯୀଶୁ ଜଷ୍ଟ ଏପରି ହିଁ ଆପଣଙ୍କୁ କହିବେ, ଆଇ ଆମ୍ ୱିଥ୍ ୟୁ, ମୁଁ ତୁମ ସହିତ ଅଛି। I will be with you, ମୁଁ ତୁମ ସହିତ ରହିବି। When you go through the troubles, I will never leave you, ସେ କହିବେ ତୁମେ ଯେତେବେଳେ ଦୁଃଖରେ ଯିବ, ପରିସ୍ଥିତି ମଧ୍ୟ ଯିବ, ମୁଁ ତୁମକୁ ଛାଡ଼ିବି ନାହିଁ। ସେ କଥା ସେ କହିଥିଲେ। ଏବେ ସେ ଯୁହୁଦୀମାନଙ୍କ ଭୟରେ ଯେତେବେଳେ କବାଟ ଝରକା ବନ୍ଦ କରି ଅଛନ୍ତି, ଆଉ ପ୍ରଭୁ ଯୀଶୁ ସେମାନଙ୍କ ମଧ୍ୟରେ ଠିଆ ହେଉଛନ୍ତି, ଆଉ କହୁଛନ୍ତି ତୁମମାନଙ୍କର ଶାନ୍ତି ହଉ। ପ୍ରିୟ ଶ୍ରୋତା, ଆପଣ ପାଇଁ ଏହା ହିଁ ଗୋଟିଏ ଉତ୍ତମ ମାର୍ଗ ଅଟେ। ଆପଣଙ୍କ ଅବସ୍ଥାକୁ, ଆପଣଙ୍କ ପରିସ୍ଥିତିକୁ ଯୀଶୁଙ୍କୁ ଡାକନ୍ତୁ। ସେ ଆପଣଙ୍କ କଥାକୁ ଶୁଣିବେ, ସେ ଆପଣଙ୍କୁ ପ୍ରେମ କରନ୍ତି, ସେ ଆପଣଙ୍କୁ ଭଲ ପାଆନ୍ତି। ଆପଣ ଏ ପ୍ରକାର ପରିସ୍ଥିତିରେ ରୁହନ୍ତୁ, ତାହା ସେ ଇଚ୍ଛା କରୁନାହାନ୍ତି, ତାଙ୍କୁ ଡାକନ୍ତୁ। ବାକ୍ୟରେ ଲେଖାଯାଏ, ଯେଉଁ ଜାଗାରେ 2 ବା 3 ଜଣ ମୋ ନାମରେ ଏକତ୍ର ହୁଅନ୍ତି, ମୁଁ ସେମାନଙ୍କ ମଧ୍ୟରେ ବିଦ୍ୟମାନ ବୋଲି ସେ କହିଛନ୍ତି। ମାଥ୍ୟୁ ତାର 18 ପର୍ବର 20 ପଦରେ କହିଛନ୍ତି, ଯେଉଁ ଜାଗାରେ 2 ବା 3 ଜଣ ଆଉ ଯୀଶୁଙ୍କ ନାମରେ ଏକତ୍ର ହେବେ, ସେଇଠି ପ୍ରଭୁ ଉପସ୍ଥିତ ରହିବେ କହିଛନ୍ତି। ଆଉ ପ୍ରିୟ ପ୍ରଭୁଙ୍କ ଶ୍ରୋତା, ଆପଣ ଯଦି ପାରୁଛନ୍ତି ଆପଣଙ୍କ ପରିସ୍ଥିତି ପାଇଁ କୌଣସି ପ୍ରଭୁଙ୍କ ଲୋକମାନଙ୍କୁ ଆପଣଙ୍କ ଘରକୁ ଡାକନ୍ତୁ, ଆପଣଙ୍କ ପରିସ୍ଥିତି ପାଇଁ ପ୍ରାର୍ଥନା କରିବାକୁ କୁହନ୍ତୁ। ଯେତେବେଳେ ଆମେ ଯୀଶୁଙ୍କ ନାମରେ ଆପଣମାନେ ଏକତ୍ର ହେବେ, ପ୍ରଭୁ ଯୀଶୁ ଆପଣମାନଙ୍କ ମଧ୍ୟରେ ଓହ୍ଲାଇ ଆସିବେ। ଯେତେବେଳେ ପ୍ରଭୁ ଯୀଶୁ ଆପଣମାନଙ୍କ ମଧ୍ୟରେ ଓହ୍ଲାଇ ଆସିବେ, ଆପଣଙ୍କର ଅବସ୍ଥା ପରିବର୍ତ୍ତନ ହେଇଯିବ। ସତରେ ତାଙ୍କୁ ଡାକନ୍ତୁ, ସେ ଆପଣଙ୍କ ସମସ୍ୟା ସମାଧାନ କରିବାକୁ ଚାହାନ୍ତି। ପ୍ରିୟ ଶ୍ରୋତା, ଆଜିର ଜଗତର ପରିସ୍ଥିତି ଆପଣମାନେ ଦେଖୁଛନ୍ତି, ଚାରିଆଡ଼େ ଦୁଃଖ, ଚାରିଆଡ଼େ ବିଭୀଷିକା, ଚାରିଆଡ଼େ ଭୟଙ୍କର ପରିସ୍ଥିତି ରହିଅଛି। ଆଉ ଏସବୁ ସମସ୍ୟା ମଧ୍ୟରେ ଯଦି ଆପଣ ଶାନ୍ତି ଚାହାନ୍ତି, ତାହେଲେ କେବଳ ଜଣେ ଦେଇପାରନ୍ତି ଶାନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ସେ କହିଲେ, ତୁମମାନଙ୍କର ଶାନ୍ତି ହେଉ ବୋଲି, ତୁମମାନଙ୍କର ଶାନ୍ତି ହେଉ ବୋଲି, ଆପଣଙ୍କର ଶାନ୍ତି ହେଉ ବୋଲି ସେ ଚାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ଧର୍ମ ଧରିଦେବା ନିମନ୍ତେ ଆସିନଥିଲେ, ଶାନ୍ତି ଦେବାକୁ ଆସିଥିଲେ, ଶାନ୍ତି ଦେବାକୁ ଆସିଥିଲେ, ଆଉ ସେ ନିଜର ଶାନ୍ତି ଦେବାକୁ ଆସିଥିଲେ। ଆପଣ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସ୍ଥିର ଭାବରେ ରହିବେ, ସେ ଆପଣଙ୍କୁ ଏହି ଭୟଙ୍କର ଜଗତରେ, ଭୟଙ୍କର ପରିସ୍ଥିତିରେ, ଝଡ଼ ଓ ତୁଫାନ ମଧ୍ୟରେ ସେ ଆପଣଙ୍କୁ ଶାନ୍ତିରେ ବାସ କରାଇଦେବେ, ଆପଣଙ୍କୁ ଶାନ୍ତି ଦେବେ, ନିଜର ଶାନ୍ତି ଦେବେ। ପ୍ରିୟ ପ୍ରଭୁଙ୍କ ଶ୍ରୋତା, ଆଉ ଡେରି କାହିଁକି? ପ୍ରକୃତ ଭାବରେ ଯଦି ଆପଣ ପ୍ରଭୁଙ୍କୁ ଜାଣିଛନ୍ତି, ତାଙ୍କ ନିକଟରେ ନିଜ ସବୁ ଚିନ୍ତାର ଭାର ଦିଅନ୍ତୁ, କାରଣ ପ୍ରଭୁଙ୍କ ବାକ୍ୟ କହି ତୁମମାନଙ୍କ ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ ବୋଲି। ଯେତେବେଳେ ଆପଣ ସମସ୍ତ ଚିନ୍ତାର ଭାର ତାଙ୍କୁ ଦେବେ ନା, ଆଉ ଦେଖିବେ ଅଦ୍ଭୁତ ଶାନ୍ତି ଆପଣଙ୍କ ହୃଦୟ ମଧ୍ୟକୁ ଆସିଯିବ। ମୁଁ ବିଶ୍ୱାସ କରୁଛି ଆପଣମାନେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆଶୀର୍ବାଦ ପାଉଛନ୍ତି। ନିଜକୁ ସମର୍ପଣ କରନ୍ତୁ, ପ୍ରଭୁ ଆପଣଙ୍କୁ ବହୁଳ ରୂପେ
ଆନନ୍ଦ ଦେବେ, ଆପଣଙ୍କୁ ଶାନ୍ତିରେ ଭରିଦେବେ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।